ଜୟ ଜଗନ୍ନାଥ। ନମସ୍କାର। ସନ୍ଧ୍ୟା ଖବରରେ ଜେନା ଭିଜନ ଆପଣମାନଙ୍କୁ ଜଣାଉଛି ହାର୍ଦ୍ଦିକ ଅଭିନନ୍ଦନ। ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା, କିଛି ଦୁର୍ଘଟଣା ଉପରେ ନଜର ପକାଇବା ପୂର୍ବରୁ ଆଜି ସନ୍ଧ୍ୟା ଖବରରେ ପୁଣି କ'ଣ ରହିଛି ବର୍ତ୍ତମାନ ଶୀତର ପ୍ରଭାବ। ଏହି ଶୀତକୁ ନେଇକି ଅପଡେଟ୍ ଖବର ପୁଣି ସବୁଠୁ ବଡ଼ ଖବର ନେଇଛି ଜେନା ଭିଜନ ଆପଣମାନଙ୍କୁ ପ୍ରସ୍ତୁତ କରୁଛି। ଏବଂ ଯେଉଁଭଳି ଭାବରେ ଓଡ଼ିଶାରେ ଲାଗି ରହିଛି ବର୍ତ୍ତମାନ ଅଦିନିଆ ଝଡ଼, ବର୍ତ୍ତମାନ ପଶ୍ଚିମ ଝଡ଼କୁ ନେଇ ପ୍ରବଳ ବର୍ତ୍ତମାନ ଦେଖାଯାଇଛି ଓଡ଼ିଶାରେ। ଏହି ପଶ୍ଚିମ ଝଡ଼ରେ ଅସ୍ତବ୍ୟସ୍ତ ଲାଗୁଛି ସାଧାରଣ ଜୀବନ ଏବଂ ସମସ୍ତଙ୍କୁ ଏକ କିନିଆ କରୁଛି ଏହି ବର୍ତ୍ତମାନ ଯେଉଁ ଶୀତର ପ୍ରକୋପ। ଏହି ଶୀତର ପ୍ରକୋପରେ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ ଲାଗି ରହିଛି ବର୍ତ୍ତମାନ ଶୀତର ପ୍ରକୋପ। ପାଖାପାଖି ଆହୁରି 5ରୁ 7 ଦିନ ଏହା ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ କହିଛି ଆଜି ଯେଉଁଭଳି ଭାବରେ ସନ୍ଧ୍ୟା ବଡ଼ଦିନ ବା ଖ୍ରୀଷ୍ଟମାସ, ଏ ଖ୍ରୀଷ୍ଟମାସ ଅବସରରେ ବର୍ତ୍ତମାନ ଦିନ ବଡ଼ ରହିଛି ଏବଂ ଶୀତର ପ୍ରକୋପ ମଧ୍ୟ ଆଜିଠୁ 25 ତାରିଖରୁ ପ୍ରବଳ ଶୀତ ରହିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ପୂର୍ବାନ କରିଛି ବର୍ତ୍ତମାନ ଯେଉଁଭଳି ପଶ୍ଚିମ ଝଡ଼ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଯେଉଁ ପ୍ରବାହିତ ହେଉଛି ପଶ୍ଚିମ ଝଡ଼, ଏହି ପଶ୍ଚିମ ଝଡ଼ରେ ଲୋକମାନଙ୍କର ବର୍ତ୍ତମାନ ପବନ ଆଜି ଶୀତ ମଧ୍ୟ ସକାଳୁ ଠାରୁ ବର୍ତ୍ତମାନ ଆରମ୍ଭ କରି ବର୍ତ୍ତମାନ ସନ୍ଧ୍ୟା ପର୍ଯ୍ୟନ୍ତ ହୋଇଗଲା। ଏଭଳି ପର୍ଯ୍ୟନ୍ତ ପ୍ରବଳ ଶୀତ ମଧ୍ୟ ଜାରି ରହିଛି। କିନ୍ତୁ ସକାଳୁ ଠାରୁ ପ୍ରବଳ ଶୀତ ବର୍ତ୍ତମାନ ଚାରିଟା ପାଖାପାଖି ହେଲାଣି ସମୟ, ତଥାପି ପ୍ରବଳ ଶୀତ ମଧ୍ୟ ଓଡ଼ିଶା ଉପରେ ରହିଛି। ଆସନ୍ତୁ ଦର୍ଶକ ବନ୍ଧୁ, ପୁରା ଭିଡ଼ିଓ ଉପରେ ଟିକେ ନଜର ପକାଇ ନେବା। ଆପଣଙ୍କୁ କିଛି ଭିଜୁଆଲ ମାଧ୍ୟମରେ ଆମେ ଆପଣମାନଙ୍କୁ ସେହି ସ୍ଥାନକୁ ନେଇଯାଉଛୁ ଯେଉଁଠି ସୂକ୍ଷ୍ମ ବାୟୁ ବର୍ତ୍ତମାନ ଓଡ଼ିଶା ଉପରେ ଯେତେବେଳେ ପ୍ରବାହିତ ହେଉଛି। ନିଶ୍ଚିତ ଭାବେ କହିପାରିବା ଏଇ ଯେଉଁ ବାୟୁରେ ଅଧିକାଂଶ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଅଧିକ ରହିଛି। ଆଜି ପବନର ବେଗ ମଧ୍ୟ ରହିଛି ଅଧିକ। ଏହି ପବନ ସହିତ ବର୍ତ୍ତମାନ ରହିଛି ୟାର ବେଗ ରହିଛି ପବନର, ତାହା ମଧ୍ୟ ଲୋକମାନଙ୍କୁ ମଧ୍ୟ ଶୀତର ଥରେଇ ଦେଉଛି। କିନ୍ତୁ ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁଭଳି ଏକ ପ୍ରସ୍ତୁତ କରାଯାଇଛି ଏବଂ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବା ପୂର୍ବାନ କରିଛି ଭାରତୀୟ ପାଣିପାଗ ବିଭାଗ। କିଛି ଦୃଶ୍ୟ ଆମେ ଆପଣମାନଙ୍କ ପାଖକୁ ନେଇଯାଉଛୁ ଦର୍ଶକ ବନ୍ଧୁ। ଦେଖନ୍ତୁ କିଛି ଦୃଶ୍ୟ ରହିଛି ଯେ ସମୁଦ୍ରରେ କିପରି ଭାବରେ ରହିଛି ୟାର ବର୍ତ୍ତମାନ ଯେଉଁ ଉଚ୍ଚା ଉଚ୍ଚା ତରଙ୍ଗ ସୃଷ୍ଟି ହେଉଛି ଏବଂ ଢେଉ ମଧ୍ୟ ଏହା ସୃଷ୍ଟି ହେଉଛି ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ରହିଛି। କିନ୍ତୁ ଏଭଳି ଭାବରେ ଯେଉଁ ପରିସ୍ଥିତି ସମ୍ମୁଖୀନ ହେଉଛି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ପ୍ରବଳ ରହିଛି ଶୀତର ପ୍ରକୋପ ରହିଛି ଏବଂ ଶୀତର ଲହରୀ ମଧ୍ୟ ଅଧିକାଂଶ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳୁଛି। ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ ବର୍ତ୍ତମାନ ଏହି ଜିଲ୍ଲାମାନଙ୍କରେ ଅତି ପ୍ରବଳରୁ ଅତି ପ୍ରବଳ ଶୀତ ବର୍ତ୍ତମାନ ଜାରି ରହିଛି। ଯଦି ଦେଖିବା 3ଟି ଜିଲ୍ଲାକୁ ନେଇକି ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ କହିଛି ବର୍ତ୍ତମାନ ଯେଉଁ 3ଟି ଜିଲ୍ଲା ସମ୍ବଲପୁର, ବ୍ରହ୍ମପୁର ଏବଂ କନ୍ଧମାଳ 5 ଡିଗ୍ରୀରୁ ସର୍ବନିମ୍ନ ରହିଛି, ତାହା ମଧ୍ୟ ସେଲସିୟସ୍ ରହିଛି। ଯେଉଁ ସମୁଦ୍ରରେ ଦେଖୁଥିବେ ଯେଉଁ ସୂକ୍ଷ୍ମ ବାୟୁ ଯେତେବେଳେ ପ୍ରବେଶ କରୁଛି ଓଡ଼ିଶା ରହିଛି ସମ୍ପୂର୍ଣ୍ଣ ଭାବରେ ଯେଉଁଭଳି କୁହୁଡ଼ି ଦିନରେ ଦୃଶ୍ୟମାନ ହେଉଛି ଏବଂ ରାତିରେ ଯେଉଁଭଳି ଯେଉଁ ପଶ୍ଚିମ ଝଡ଼କୁ ନେଇ ଯେଉଁ ସରକାରଙ୍କ ତରଫରୁ ବା IMD ପକ୍ଷରୁ ଯେଉଁଭଳି ସୂଚନା ଦିଆଯାଇଛି ଯେଉଁ ପଶ୍ଚିମ ଝଡ଼ ଓଡ଼ିଶା ଉପରେ ପ୍ରବାହିତ ହେଉଛି, ତାହା ମଧ୍ୟ ନିଶ୍ଚିତ ଭାବରେ କହିପାରିବା ସବୁଠୁ ବଡ଼ ଖବର। ଯେଉଁ ଓଡ଼ିଶାରେ ଯେଉଁ ପଶ୍ଚିମ ଝଡ଼ ରହିଛି, ଏହି ପଶ୍ଚିମ ଝଡ଼ ପ୍ରଭାବରେ ଅନେକ ଜିଲ୍ଲାରେ ମଧ୍ୟ ଲାଗି ରହିଛି। ବର୍ତ୍ତମାନ ଯେଉଁଭଳି ଲେଖୁଛନ୍ତି କୁହୁଡ଼ି, ସବୁଆଡ଼େ କୁହୁଡ଼ି ରହିଛି ଏବଂ ଯେଉଁ ହାଲକା ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ ମଧ୍ୟ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାରେ ଯେଉଁଭଳି ରହିଛି ହାଲକା ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କୁ ନେଇଯାଉଛୁ। ଦେଖନ୍ତୁ ଦର୍ଶକ ବନ୍ଧୁ, ମେଘ ହେବା ଭଳି ଦୃଶ୍ୟ କିପରି ଭାବରେ ରହିଛି ଯେଉଁ ପଥରରେ କାକର ବିନ୍ଦୁ ଦେଖନ୍ତୁ, କିଛି ଭିଜୁଆଲ ମାଧ୍ୟମରେ ଦେଖାଉଛୁ। କାକର ବିନ୍ଦୁରେ ବର୍ତ୍ତମାନ ଭିଜୁଛି ସାରା ଓଡ଼ିଶା।
ପ୍ରବଳ ଦେଖାଯାଇଛି। ଆମେ ଯେଉଁଭଳି କହୁଛୁ ଫୁଲବାଣୀ କଥା ଯଦି କହୁଛୁ, ଯେଉଁ କୃଷକର ସବୁଠାରୁ କୃଷକ ଅତି କ୍ଷତିଗ୍ରସ୍ତ ହେଉଛି। କାରଣ ବର୍ତ୍ତମାନ ତାର ଜମିରେ ଚାଷ କରୁଥିବା କୃଷକଟି ନିଶ୍ଚିତ ଭାବରେ ଯେଉଁଭଳି ଅତ୍ୟଧିକ ଥଣ୍ଡା ପଡ଼ୁଛି ଏବଂ ଧାନ ହାର୍ଭେଷ୍ଟିଂ ସମୟରେ ଆପଣଙ୍କୁ କିଛି ଭିଜୁଆଲରେ ବର୍ତ୍ତମାନ ଲାଇଭ୍ ଭିଜୁଆଲ ଉପରେ ଯୋଡ଼ି ହେଉଛୁ, ଆମେ ଦେଖାଉଛୁ ଆପଣମାନଙ୍କୁ। ଦେଖନ୍ତୁ କିପରି କୃଷକ ବର୍ତ୍ତମାନ ଯେଉଁଭଳି ମାନେ ଦିନ ତମାମ ପରିଶ୍ରମ କରୁଛି ଏବଂ ଶୀତ ଏତେ ପ୍ରକୋପ ପଡ଼ୁଛି। ଦେଖନ୍ତୁ ମଥାରେ ମଧ୍ୟ ପଗଡ଼ି ସହିତ ପଗଡ଼ି ମଧ୍ୟ ବାହାର କରୁନାହିଁ, ଏତେ ଜୋର ଶୀତ। ମାନେ ଧାନ ଅମଳ ଟାଇମ୍ର ମଧ୍ୟ ପ୍ରବଳ ଶୀତକୁ ନେଇକି ବର୍ତ୍ତମାନ ଅପଡ଼େଟ୍ ଖବର ପୁଣି ନେଇଛି ଭାରତୀୟ ପାଣିପାଗ ବିଭାଗ। ଆହୁରି ପାଖାପାଖି ଆମେ ଯଦି କହିପାରିବା ପାଖାପାଖି ଆହୁରି 5ରୁ 7 ଦିନ ଧରି ବର୍ଷା ଲାଗି ରହିବ ଏବଂ ଏଣେ କୃଷକ ଭାଇର ଯେଉଁଭଳି ଧାନ ହେଉଛି ତାର ଏକ ଅମୂଲ୍ୟ ସମ୍ପଦ, ତାକୁ ମଧ୍ୟ ସେ ସଜାଡ଼ିବାରେ ବ୍ୟସ୍ତ ରହୁଛି। କାରଣ ଧାନ ଅମଳ ଟାଇମ୍ରେ ଯେଉଁଭଳି ରହିଛି ୟାର ଅମଳ ଟାଇମ୍ରେ ଯେଉଁଭଳି ବର୍ଷା ଯଦି ଆମକୁ ବାରମ୍ବାର ସରକାରଙ୍କ ତରଫରୁ ଘୋଷଣା କରିଥିଲେ ମଧ୍ୟ ବର୍ଷା ଓଡ଼ିଶା ଉପରେ ଆଉ ବିପଦ ନାହିଁ। ବର୍ତ୍ତମାନ ନଭେମ୍ବର ଯଦି ପରିକଳ୍ପନା କରାଯାଏ, ଡିସେମ୍ବର ବର୍ତ୍ତମାନ ଚାଲିଛି, ବର୍ତ୍ତମାନ ଜାନୁଆରୀରେ ତାହା ମଧ୍ୟ ଓଡ଼ିଶା ଉପରେ କେତେ ରହିବ ୟାର ପ୍ରଭାବ, ତାହା ବର୍ତ୍ତମାନ ଶୀତ ପାଖାପାଖି ଆହୁରି 2 ସପ୍ତାହ 1ରୁ 2 ସପ୍ତାହ ପାଖାପାଖି ଏଭଳି ରହିବ। ହାଡ଼ଭଙ୍ଗା ଶୀତ, ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁଭଳି ସତର୍କ ସୂଚନା ଜାରି କରାଯାଇଛି, ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଜାରି ରହିବ ଶୀତର ପ୍ରକୋପ। ଆମେ ଯଦି କଥା କହିପାରିବା ବାଲେଶ୍ୱର କଥା ଯଦି କହିପାରିବା, ଭଦ୍ରକ କଥା କହିପାରିବା ଏବଂ ସବୁଠାରୁ କନ୍ଧମାଳ 5 ଡିଗ୍ରୀ ସେଲସିୟସରେ ବର୍ତ୍ତମାନ ରହିଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ ଭିଜୁଆଲ ମାଧ୍ୟମରେ ଦେଖାଉଛୁ। କିନ୍ତୁ ସନ୍ଧ୍ୟା ଖବରରେ ଜେନା ଭିଜନ ଆପଣଙ୍କୁ କିଛି ପ୍ରସ୍ତୁତ କରିଛି, ଆପଣଙ୍କୁ ନେଇଯାଉଛୁ ଆକାଶ। ଦେଖନ୍ତୁ କିପରି ରହିଛି, ଯେତେବେଳେ ପଶ୍ଚିମ ଝଡ଼ ଯେତେବେଳେ ପ୍ରଭାବ ରହୁଛି ଓଡ଼ିଶାରେ, ତାହା ମଧ୍ୟ ନିଶ୍ଚିତ ଭାବରେ ଦେଖିବାକୁ ମିଳୁଛି। ଆକାଶ ମେଘାଚ୍ଛନ୍ନ ରହିଛି ଏବଂ ସବୁଠି ଦେଖିବାକୁ ମିଳୁଛି ମେଘାଚ୍ଛନ୍ନ ସବୁଆଡ଼େ। ଦେଖନ୍ତୁ ଦର୍ଶକ ବନ୍ଧୁ କିପରି ଭାବରେ ଘୋଟି ଯାଇଛି, ବର୍ଷା ମଧ୍ୟ ଘୋଟିଯାଇଛି। କାରଣ ପୂର୍ବରୁ କୁହାଯାଇଛି ଯେତେବେଳେ ଓଡ଼ିଶା ଉପରେ ପଶ୍ଚିମ ଝଡ଼ ପୂର୍ବ ପଶ୍ଚିମ ଦିଗେ ଯେଉଁ ପ୍ରବାହିତ ହେଉଛି, ଯେଉଁ ବାୟୁ ବର୍ତ୍ତମାନ ଯେଉଁ ସୂକ୍ଷ୍ମ ବାୟୁ ପ୍ରବାହିତ ହେଉଛି, ଅନେକ ସ୍ଥାନରେ ମଧ୍ୟ ଝିପିଝିପି ବର୍ଷା ମଧ୍ୟ ହେବାର ମଧ୍ୟ ସମ୍ଭାବନା ଅଛି। କାରଣ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ଦିଆଯାଇଛି ସତର୍କ ଘଣ୍ଟି ମଧ୍ୟ ଦେଇଛି। ଏବଂ କହିବାକୁ ଗଲେ ବର୍ତ୍ତମାନ ଓଡ଼ିଶାରେ ଯେଉଁଭଳି ରହିଛି ଶୀତ, ବର୍ତ୍ତମାନ ଶୀତ ଆଜି ସକାଳର ଦୃଶ୍ୟ ଆମେ ଦେଖିଥିଲୁ। ବର୍ତ୍ତମାନ ପ୍ରବଳ କାକର ଭିଜା ରହିଛି, ସବୁଠି ଦେଖିବାକୁ ମିଳୁଛି। କୁହୁଡ଼ି ଦୃଶ୍ୟମାନ ହେଉଛି, ପ୍ରତ୍ୟେକ ଜିଲ୍ଲାରେ ରାସ୍ତାଘାଟ ସବୁ ସୁନସାନ ହେଇଯାଉଛି। କିନ୍ତୁ ରାତି 6ଟା 7ଟା ଭିତରେ ଏତେ ଜୋର ପ୍ରବଳ ଶୀତ ଲାଗୁଛି, ରାସ୍ତାଘାଟ ସବୁ ସୁନସାନ ଲାଗୁଛି। ଦର୍ଶକ ବନ୍ଧୁ, ଆମେ ଯେଉଁ ଭିଜୁଆଲ ମାଧ୍ୟମରେ ଆପଣଙ୍କୁ କିଛି ଦେଖାଉଛୁ, ଦେଖନ୍ତୁ କିପରି ଭାବରେ ରହିଛି ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷାର ରହିଛି ସତର୍କ ସୂଚନା ମଧ୍ୟ ରହିଛି। ତାକୁ କିପରି ଭାବରେ ଓଡ଼ିଶାର ମୁକାବିଲା କରାଯାଇପାରିବ ସେଥିପାଇଁ ପ୍ରସ୍ତୁତ ରହିଛି ସରକାର ସତ୍ୟ ରହିଛନ୍ତି। ଏବଂ ଆମେ ଗୋଟିଏ କଥା କହିପାରିବା, ଯଦି ସତର୍କ ସୂଚନା ପରିବହନ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରିଛି, ଆପଣଙ୍କୁ କହି ରଖୁଛୁ ଯେଉଁଭଳି ଭାବରେ ସଡ଼କ ଦୁର୍ଘଟଣା ହେଉ କିମ୍ବା ଏଇ ସଡ଼କ ଦୁର୍ଘଟଣାରେ ଅତି କ୍ଷୟକ୍ଷତି ହେବ ଓଡ଼ିଶାରେ ହେଉଛି। କାରଣ କୁହୁଡ଼ି ବର୍ତ୍ତମାନ ଦିଲ୍ଲୀ ଠାରୁ କୁହୁଡ଼ିର ରହିଛି ଏବଂ ବାୟୁ ପ୍ରଦୂଷଣ ମଧ୍ୟ ହେଉଛି। ଏଭଳି ଭାବରେ ଯେଉଁ କୁହୁଡ଼ି ସହିତ ପ୍ରବଳ ରହିଛି, ତାର ଯେଉଁ ବର୍ଷା କେବେ ଓଡ଼ିଶା ଉପରେ ୟାର ପ୍ରଭାବ ରହିବ ବୋଲି ଯେଉଁ କୁହାଯାଇଛି। କାରଣ ସୂକ୍ଷ୍ମ ବାୟୁ ଯେତେବେଳେ ପ୍ରବେଶ କରୁଛି, ସେଥିମଧ୍ୟରୁ ପଶ୍ଚିମ ଝଡ଼ ଯେତେବେଳେ ପ୍ରବେଶ କରୁଛି, ଓଡ଼ିଶାରେ ବର୍ଷା ହେବ। ପୂର୍ବରୁ ଆମେ କିଛି ଭିଜୁଆଲ ମାଧ୍ୟମରେ ଆମେ ଆପଣମାନଙ୍କୁ ଦେଖାଉଥିଲୁ ଯେଉଁଭଳି ପୂର୍ବର ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଥିଲା ଓଡ଼ିଶାରେ, ମୁକାବିଲା କରୁଥିଲା ଏବଂ ସେଥିମଧ୍ୟରୁ ସମସ୍ତଙ୍କୁ ମଧ୍ୟ କିଣିଆ କରୁଥିଲା ଏବଂ ଛାନିଆ ହୋଇଯାଉଥିଲେ ଲୋକମାନେ। କିନ୍ତୁ ପରିପ୍ରେକ୍ଷୀରେ ଯେଉଁଭଳି ଶୀତର ପ୍ରକୋପ ରହିବ, ଆହୁରି 2 ସପ୍ତାହରୁ 7 ଦିନରୁ 2 ସପ୍ତାହ ମଧ୍ୟରେ ଶୀତର ଏହି ପ୍ରଭାବ ଯେଉଁ ପଡ଼ିଛି, ଶୀତ ବର୍ତ୍ତମାନ ଓଡ଼ିଶା ଉପରେ ରହୁଛି, ତାହା ମଧ୍ୟ କିପରି ଭାବରେ ଏହାକୁ ମୁକାବିଲା କରିପାରିବ ସେତେବେଳେ ସ୍ପଷ୍ଟ ଚିତ୍ର ଆମେ ଦେଖାଉଛୁ। ଦର୍ଶକ ବନ୍ଧୁ, ଯେଉଁଠି ସବୁଠୁ ବଡ଼ ଖବର, ପୁଣି ଏକ ଶୀତ ଦହରଉଛି ଓଡ଼ିଶାକୁ। ଶୀତରେ ଥରୁଛି ସାରା ଓଡ଼ିଶା ଏବଂ ଅସ୍ତବ୍ୟସ୍ତ ଲାଗୁଛି ଜୀବନ। ସବୁଠି ଦେଖିବାକୁ ମିଳୁଛି ନିଆର ହୁଳାରେ ଲୋକମାନେ ବର୍ତ୍ତମାନ ବସି ପାଉଛନ୍ତି, ଯେଉଁ ନିଆର ଉଷୁମ ନେଉଛନ୍ତି ଲୋକମାନେ। ସମସ୍ତଙ୍କୁ ଶୀତର ଘାରିଛି ବର୍ତ୍ତମାନ ଶୀତ ପ୍ରକୋପରେ
ବ୍ୟସ୍ତ ବ୍ୟବିରତ ଲାଗୁଛି ଜୀବନ, କିନ୍ତୁ ରାତି ହେଲା ବେଳକୁ ସମସ୍ତଙ୍କୁ ଶୀତ ଥରୁଛି। ସେଥିମଧ୍ୟରୁ ସରକାରଙ୍କ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି, ସୁରକ୍ଷିତ ରୁହନ୍ତୁ।